8-10টা ନାଟକରେ କରିଛି। ମୁଁ ବେଶୀ ନାଟକରେ ଏଇଥିପାଇଁ କରୁନଥିଲି ଯେ ଭଏସ୍ ଉପରେ ମାଡ଼ ବାଜିବ, ମିମିକ୍ରି ଗୀତ ଅସୁବିଧା ହବ ସେଇଥିରେ। ଯାତ୍ରା ଜଗତରେ ଉପସ୍ଥକ ଭାବରେ ନିଜର ସ୍ୱତନ୍ତ୍ର ସ୍ଥାନ ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସମସ୍ତେ ବାବା ନାମରେ ପରିଚିତ ହେଉଥିବା ଅର୍ଥାତ୍ ଯେତେବେଳେ ମଞ୍ଚ ଅର୍ଥାତ୍ ଯାତ୍ରା ପୂର୍ବରୁ ଯେତେବେଳେ ଆଙ୍କର ଉପରକୁ ଯାଇଥାନ୍ତି କୋଉଠି ନା କୋଉଠି ବ୍ଲେଜର ସୁଟ୍ରେ ଯାଇଥାନ୍ତି, କିନ୍ତୁ ପ୍ରଥମ ଥର କରିକି ଯାତ୍ରା ଇଣ୍ଡଷ୍ଟ୍ରିରେ ନୂଆ ପରିବର୍ତ୍ତନ ଆଣିଥିଲେ। ଧୋତି ଏବଂ କୁର୍ତ୍ତା ପାଇଜାମାରେ ମଞ୍ଚକୁ ଚଢ଼ନ୍ତି ବାବା। ଆମେ ସିଧାସଳଖ କଥା ହେବା। ଆଜ୍ଞା, ଆପଣଙ୍କ ଷ୍ଟାଇଲ ଅନ୍ଦାଜ ଟିକେ ଅଲଗା। ମୁଁ ଦେଖିଲି ଯଦି କିଛି ଅଲଗା ନ ହୁଏ ତାହେଲେ ଲୋକ ତ ଗ୍ରହଣ କରିବେନି। ଅଲଗାକୁ ସମସ୍ତେ ଗୋଟେ ଲାଇନରେ ଚାଲୁଥିବେ, ତାଠୁ ଅଲଗା ହେଇଗଲେ ତାକୁ ନଜର ଦେବେ। ତେଣୁ ମୁଁ ଦୃଷ୍ଟି ରଖି ଅଲଗା। ସମସ୍ତେ ପାର୍ଟି ଚେଞ୍ଜ କରନ୍ତି, କିନ୍ତୁ ଆପଣଙ୍କୁ ମୁଁ ଛୋଟବେଳୁ ଦେଖୁଛି ଯେ ଆପଣ କଳିଙ୍ଗ ପାର୍ଟିରେ ହିଁ ଅଛନ୍ତି। ନା, ପାର୍ଟି ଚେଞ୍ଜ କରିବା ପରେ ମୁଁ ନାହିଁ। ଯଦି ଆମର ମାଲିକ ଭଲ ପେମେଣ୍ଟ ଦେବେ ଭଲ, ତାପରେ ଗୋଟେ ଜାଗାରେ କାମ କରିଲେ ତା ମଜା ଅଲଗା। ଯେତେବେଳେ ଆପଣ ଯାତ୍ରା ଜଗତକୁ ଆସିଥିଲେ, କେମିତି ଆସିଥିଲେ, କାହିଁକି ଆସିଥିଲେ? ମୁଁ ତ ଏମିତି ଆସିଥିଲି, ଖୁସି ଖୁସିରେ ଆସିଥିଲି। ତାପରେ ଯେତେବେଳେ ପ୍ରଦୀପ ମହାରଥୀ ମହୋଦୟ ମତେ ଭଲ ପାଇଲେ, ମୁଁ ଦେଖିଲି ବଢିଆ, କିଛି ଅସୁବିଧା ନାହିଁ, ସବୁ ସୁବିଧା ଦେଲେ, ରହିଗଲି ଆଉ। ଆଙ୍କରିଂ ହିଁ ଆରମ୍ଭ କରିଥିଲେ? ଆଙ୍କରିଂ, ଗୀତ, ନାଚ, ଆକ୍ଟିଂ ସବୁ। ଆପଣ ମିମିକ୍ରି କରନ୍ତି, ଅନେକ ଗୁଡ଼ିଏ କଳାକାରଙ୍କ ମିମିକ୍ରି କରନ୍ତି, ଏବେ କିଭଳି ପ୍ରାକ୍ଟିସ କରନ୍ତି, କେତେବେଳେ ଆଉ ସମୟ ପାଆନ୍ତି? ଦେଖନ୍ତୁ, ପ୍ରଥମେ ତ ହଉଛି ସବୁ ଭଗବାନଙ୍କର ଦାନ, ତାପରେ ପ୍ରାକ୍ଟିସ। ଆଉ ସେମିତି ଦେଖି ଗୋଟେ ଇଣ୍ଟରେଷ୍ଟ ହେଲା ପରେ ଯାହାକୁ ଭଲ ଲାଗେ ତା ଭଏସଟା ପ୍ରାୟ ହେଇଯାଏ। ଟିକେ ଶୁଣିବା କୋଉ କୋଉ ମାନଙ୍କର ଆପଣ କଳାକାର ମାନଙ୍କର ଭଏସ କରନ୍ତି, ଟିକେ ସର୍ଟରେ ଶୁଣିବା। ମାନେ ଦେଖନ୍ତୁ, ବର୍ତ୍ତମାନ ତ ସବୁ ଭଏସ କରିହେବନି, କାହିଁକି ମୁଁ ବର୍ଷେ ପରେ ଆସୁଛି ପ୍ରୋଗ୍ରାମ କରିବା ପାଇଁ। ଫାଷ୍ଟ ପ୍ରୋଗ୍ରାମ କଲେ ଭଏସ ଟିକେ ମାଡ଼ ବାଜିଗଲା, ତେଣୁ ଗୋଟେ ଭଏସ ଏମିତି କହିଦେଉଛି। ଭାଇ ମଞ୍ଚ ଉପରେ କରିଥିଲି ଯେ ଯଦି ମନେ କରନ୍ତୁ ଅମରିଶ ପୁରୀ ସେ ମଞ୍ଚରେ ଆଙ୍କରିଂ କରିଥାନ୍ତେ, କୋଉ ଟାଇପରେ କରିଥାନ୍ତେ? ଭାଇ सभी संगीत प्रेमी श्रोताओं को अमरीश पुरी का नमस्कार, भाई और बहनों। ए टाइप रो शाहरुख खान ମଧ୍ୟ କରନ୍ତି ଆପଣ? हाँ करे शाहरुख खान। अरे किरण, अरे मैं तुमसे बहुत प्यार करता हूँ किरण। ଯାତ୍ରା କରନ୍ତି, ମଞ୍ଚ ଉପରେ କରନ୍ତି, କେବେ ଗୋଟେ ମାନେ ଟୋନ ଉପରେ ପ୍ରେସର ପଡେନି? କେବେ ଗୋଟେ ଥଣ୍ଡା ହବା? ହଁ ଦେଖନ୍ତୁ, ସେ ତ ପଡିବ, ସବୁଦିନ ତ ସମାନ ନାହିଁ। ଭଏସର କାମ କେବେ କେବେ ପ୍ରେସର ପଡେ। ପାର୍ଟି ପରିବର୍ତ୍ତନ କାହିଁକି କରନ୍ତି? କାହିଁକି କରନ୍ତି ମୁଁ ତ ଏତେ ଆଇଡିଆ ନାହିଁ, କିନ୍ତୁ ମୋ ମତରେ ଯଦି ମାଲିକ ଭଲ ତାହେଲେ ପାର୍ଟି ପରିବର୍ତ୍ତନ କରିବା କଥା ନାହିଁ। ଯେ ମାଲିକ ଛାଡ଼ନ୍ତି କି କଳାକାର ଛାଡ଼ନ୍ତି ମୁଁ ତ ଛାଡ଼ିନି, ଜାଣିପାରୁନି। କିନ୍ତୁ ଗୋଟେ ସଂସ୍ଥା ଯଦି ଠିକ୍ ଚାଲିଥିବ ତାକୁ ପରିବର୍ତ୍ତନ କରିବା ତାର ଠିକ୍ ନାହିଁ, ନା କଳାକାରର ନା ମାଲିକର। ଯାତ୍ରାରେ କେତେ ବର୍ଷ ହେଲାଣି ଆପଣ ଆଙ୍କରିଂ କଲେଣି? 28 ବର୍ଷ ହେଇଗଲାଣି। କୋଉ ପାର୍ଟିରେ କାମ କରୁଥିଲେ? ମୁଁ ପ୍ରଥମେ ଜଗଦ୍ଧାତ୍ରୀ ଗଣନାଟ୍ୟ ଥିଲା ତ ସେଠି ଅଳ୍ପ ଦିନ କାମ କରିଥିଲି। ତାପରେ କଳିଙ୍ଗରେ ରହିଛି, ଆଉ ମଝିରେ 8 ମାସ ପାଇଁ ଯାଇଥିଲି ଗୌରୀ ଗଣନାଟ୍ୟ। ନହେଲେ 28-27 ବର୍ଷ କାମ କରିଛି ଆପଣଙ୍କର କଳିଙ୍ଗରେ। ଖୁସି ଅଛନ୍ତି? ହଁ। ଜୀବନରେ ଦୁଃଖ କଣ ଆଜି ଅଛି? ସମସ୍ତଙ୍କର କିଛି ନା କିଛି ଦୁଃଖ ରହିଥାଏ, ଆପଣଙ୍କର ସେମିତି କିଛି ଦୁଃଖ ଅଛି କି ଜୀବନରେ ଘଟିଛି କିଛି? ଦୁଃଖ ତ ରହିବ, ଯାତ୍ରା ପାର୍ଟିରେ ଦୁଃଖ କଣ, ଗୋଟେ ଘରୁ ଦୂରଟା ସିଏ ଗୋଟେ ଦୁଃଖ। ଗୋଟେ କୌଣସି କାମ ହବ ଯିବାଟା ମୁସ୍କିଲ, କିନ୍ତୁ ମୋ ପାଇଁ ମୁଁ ଯାଉଥିଲି, କିନ୍ତୁ ବହୁତ କଳାକାର ଯାଇପାରନ୍ତିନି, ସିଏ ଗୋଟେ ବହୁତ ବଡ଼ ପ୍ରୋବ୍ଲେମ। କୌଣସି ଗୋଟେ ଫଙ୍କସନ ହେଲା କିନ୍ତୁ ଆପଣ ଏଠି ନାଚିବେ, କୌଣସି ଗୋଟେ କେସ୍ ହେଇଗଲା ତ ଆପଣ ଏଠି ରହିବେ, ତ ସେଇଟା ତ ଦୁଃଖ। ଏତେ ଦିନ ଧରିକି ଆପଣ ଆଙ୍କରିଂ କରୁଛନ୍ତି, କେବେ ଅଭିନୟ କରିବା ସୁଯୋଗ ପାଇନାହାନ୍ତି? ନାଇଁ, ମୁଁ ଅଭିନୟ କରିଛି ନା, ଆପଣଙ୍କର 8-10ଟା ନାଟକରେ କରିଛି। ମୁଁ ବେଶୀ ନାଟକରେ ଏଇଥିପାଇଁ କରୁନଥିଲି ଯେ ଭଏସ୍ ଉପରେ ମାଡ଼ ବାଜିବ, ମିମିକ୍ରି ଗୀତ ଅସୁବିଧା ହବ ସେଇଥିରେ। ଭିଲିଆନ ରୋଲ କରୁଥିଲେ? ହଁ କରୁଥିଲି, 3-4ଟା ବହିରେ କରିଛି। ଯେତେ କଳାକାର ଅଛନ୍ତି, ଭିକୁ ସେଠଙ୍କ ତଳେ, ଭିକୁ ସେଠକୁ କେତେ ପାଖରୁ ଆପଣ ଦେଖିଛନ୍ତି? ମୁଁ ତ ଭିକୁ ସେଠକୁ ଦେଖିକି ଯାତ୍ରା ପ୍ରତି ମୋର ଇଣ୍ଟରେଷ୍ଟ ହେଇଥିଲା, ତାଙ୍କ ଡାଇଲଗ ଶୁଣିକି, ଶାଗୁଣା ବସିଛି ଡାଣା ମାରିଲେ। ଡାଇଲଗ ଶୁଣିବା ପୁରା ତ ମନେ ନାହିଁ, କହୁଛି
ନାଟା ତାହେଲେ ମିନା ଭଲ ନାଚିଲ ସତେ ଯେମିତି ଗୋଟେ ଅଞ୍ଜଳ ସ୍ୱର୍ଗର ଅପ୍ସରୀ ଏମିତି ପ୍ଲେନରେ କହିଦେଲି। ଆଗକୁ ଆଉ ଆଶା ଆଉ ଲକ୍ଷ୍ୟ କଣ ରହିଛି? ଆଗକୁ ଲକ୍ଷ୍ୟ କଣ ଆଉ କିଛି ଗୋଟେ ନୂଆ ଟାଇପ ଚେଞ୍ଜ କରିବା ଆଉ। ମୁଁ ଦେଖୁଥିଲି ପ୍ରତିଥର ନିଜର ଗେଟଅପ୍ ଏବଂ ଷ୍ଟାଇଲ କୁ ଚେଞ୍ଜ କରୁଥିବା କଳାକାର ବା ଉପସ୍ଥାପକ ବାବା ଯେ କି ଆଗାମୀ ଦିନରେ ମଧ୍ୟ ଦୀର୍ଘ ଲମ୍ବା ଇନିଂସ ଭିତରେ ଖଣ୍ଡଗିରିରେ ରହିଛନ୍ତି ଏବଂ ଖଣ୍ଡଗିରି ପ୍ରତିବର୍ଷ ସେ ଆସିବା ସୁନିଶ୍ଚିତ ହୋଇଥାଏ। ତେବେ ଆଗାମୀ ଦିନରେ ପାର୍ଟି ପରିବର୍ତ୍ତନ ନୁହଁ, ନିଜର ଗେଟଅପ୍ ଏବଂ ଷ୍ଟାଇଲକୁ କିଭଳି ପରିବର୍ତ୍ତନ କରାଯିବ ମଞ୍ଚ ଉପରେ ତା ଉପରେ ସେ ଫୋକସ ରଖିଛନ୍ତି। ଭୁବନେଶ୍ୱର କ୍ୟାମରାପର୍ସନ ଗୁଡୁଙ୍କ ସହ ପ୍ରିୟକାନ୍ତ ସାହୁ, ରିଅ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।